ଘାରଡ଼ବେଡ଼ା ଥାନା ଘେରିଲେ ଶତାଧିକ ପୁରୁଷ ମହିଳା। ଗତ 1 ତାରିଖ ଦିନ ସଲଗଡ଼ା ଗ୍ରାମର ଘନଶ୍ୟାମ ପୂର୍ତ୍ତିଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା। ପରିବାର ଏବଂ ଗ୍ରାମବାସୀ ଏହାକୁ ହତ୍ୟା ଅଭିଯୋଗ ଆଣିଥିଲେ, କିନ୍ତୁ ପୋଲିସ ମାମଲା ରୁଜୁ କରିଥିଲା। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଘଟଣା ସମ୍ପର୍କରେ ଜଣାପଡ଼ିବ ବୋଲି ପୋଲିସ କହିଥିଲେ, କିନ୍ତୁ ଗ୍ରାମବାସୀ ଏବଂ ପରିବାର ଲୋକେ ଅସନ୍ତୋଷ ଥିବାବେଳେ ଆଜି ଘାବରବେଡ଼ା ଥାନା ଘେରାଉ କରିଛନ୍ତି। ହତ୍ୟାକାରୀ ଗଛରେ ଝୁଲାଇ ଦେଇଥିଲେ, କିନ୍ତୁ ପୋଲିସ ବିଲକୁଲ ତଦନ୍ତ କରୁନଥିବା ଅଭିଯୋଗ ହୋଇଥିବା ବେଳେ ଥାନା ଭିତରେ ଥାନା ଅଧିକାରୀଙ୍କୁ ମାଡ଼ ମାରିବା ଘଟଣା ମଧ୍ୟ ଅଭିଯୋଗ ସାମ୍ନାକୁ ଆସିଛି। ଆମର ଗାଁରେ ଗୋଟେ ଘଟଣା ଘଟିଲା, କିଛି ବି ସେମାନେ କିଛି ଇଏ କରିପାରିତେ ନାହିଁ କି ସେଦିନ ଆସିଥିଲୁ, ସେମାନେ କହିଲେ ସୋମବାର ଦିନ କହିଲେ ସୋମବାର ଦିନ କିଛି ରିପୋର୍ଟ ଦେଇପାରିଲାନି। ଏବେ ଗୁରୁବାର ହେଇଗଲାଣି, କିଛି ବି ଆମକୁ ରିପୋର୍ଟ ମିଳିଲାନି। ତ ଆମେ ସେଇଟା ପାଇଁ କିଛି ନ୍ୟାୟ ଦେଇତେ ନାହିଁ, ତ ଆମେ ସେଥିପାଇଁ ଆସିଛୁ। ତୁମେ କ'ଣ ଚାହୁଁଛ? ସେଇ ଯୋଉ ଘଟଣା କ'ଣ ଥିଲା, କୋଉ ଘଟଣା ନେଇକି ଆସିଛ? ଏଇ ଜଣେ ମୃତ୍ୟୁ ସେ କରିନି, କିନ୍ତୁ ତାକୁ ଇଏ କରିଦେଇଛନ୍ତି, ଆଉ ମାରିକି ସେମାନେ ଟାଙ୍ଗି ଦେଇଥିଲେ। ଆଉ ତା ଦୃଶ୍ୟ ଯୋଉଟା ଦେଖିକି ସେଟା କହୁଛୁ। ଆଉ ପୋଲିସ ଏବେ କ'ଣ କହୁଛି? ପୋଲିସ ଏବେ ସେଦିନ କହିଲା କି ନା ମୁଁ କେସ୍ ମୁଁ ତୁମକୁ ସୋମବାର ସୁଦ୍ଧା ମୁଁ ତୁମକୁ ରିପୋର୍ଟ ଦେବି କହିଲେ। ତ ଆଜି କହୁଛି କି ମୁଁ ସେ କ୍ୟାସ୍ ନେଇପାରିବିନି। କ'ଣ ପାଇଁ ସେ ନେଇପାରିବ ନାହିଁ? ଏବେ ତୁମେ କ'ଣ ଚାହୁଁଛ? ଏବେ ଯଦି ସେ ଆମକୁ କିଛି ରିପୋର୍ଟ ନଦେଲା, ନ ଦେଖେଇଲା, ନହେଲେ ଆମର ଯଦି କିଛି ଆମକୁ ସହଯୋଗ କରୁନାହାନ୍ତି, ତାହେଲେ ଇଏ ରହୁନାହିଁ। ଘଟଣା ହେଇଛି ଆଜି 13 ଦିନ ହେବ ଜଣଙ୍କ ମର୍ଡର ହେଇଛି। ତାକୁ ମାରିକି ଗଛରେ ଟଙ୍ଗା ହେଇଥିଲା। ତ ପୋଲିସ ତାକୁ ନେଇକି ପୋଷ୍ଟମର୍ଟମ କରିବା ପାଇଁ ପଠେଇଲେ, ପୁଣି ଆଜି ପର୍ଯ୍ୟନ୍ତ ପୋଷ୍ଟମର୍ଟମ ରିପୋର୍ଟ କିଛି ଆସିନାହିଁ। ଗତ ଶନିବାର ଦିନ ଆମେ ଆସିଥିଲୁ, ଆଉ ସେଦିନ କହିଲେ ପୋଷ୍ଟମର୍ଟମ ସୋମବାର ଆସିବ କହିଲେ। ସୋମବାର ଛାଡ଼ିକି ମଙ୍ଗଳବାର, ବୁଧବାର, ଆଜି ଗୁରୁବାର ହେଲା, ଆଉ ଥରେ ଆମେ ସମସ୍ତେ ଆସିଛୁ। ହେଲେ ପୋଲିସ କହୁଛି ଆସିନାହିଁ ଆଜି ବି ରିପୋର୍ଟ। ସେଥିପାଇଁ ଆମେ ଆଜି ଘେରାଉ କରିଛୁ। ଏବେ ପୋଲିସ କ'ଣ କହୁଛି? ଏବେ ରିପୋର୍ଟ ଆସିଛି କହୁଛନ୍ତି, ହେଲେ ଯାଞ୍ଚ ଚାଲିଛି। ରିପୋର୍ଟ କିଛି ଶୁଣାଶୁଣି ହେଇନି, ଭିତରେ ସବୁ ଯାଞ୍ଚ ଚାଲିଛି ରିପୋର୍ଟ। ତୁମେ ମାନେ ଏବେ ଯୋଉ ଆନ୍ଦୋଳନ କରୁଛ, କ'ଣ ଚାହୁଁଛ? ଆମେ ଦୋଷୀ ଦଣ୍ଡ ପାଉ, ଆଉ ଯାହାର ସ୍ୱାମୀ ମରିଛି ସେ ତାକୁ ନ୍ୟାୟ ମିଳୁ। ଆମେ ସମସ୍ତେ ଚାହୁଁ ଯିଏ ଦୋଷ କରିଛି ସେ ଦଣ୍ଡ ପାଉ। ତାକୁ ମର୍ଡର କରାହେଇଛି। ସୋଲଗଡ଼ା ଗ୍ରାମବାସୀ ଆଜି ଆସିଥିଲେ, ଆଉ ଥାନା ବି ଘେରାଉ କରିଥିଲେ। ଏ ବିଷୟ ହେଉଛି ଗତ 1/11/2025 ତାରିଖ ଦିନ ଯୋଉ ଶାନ୍ତି ପୂର୍ତ୍ତି ତାର ସ୍ୱାମୀ ଗଛରେ ଦୌଡ଼ି ଦେଇକି ଆତ୍ମହତ୍ୟା କରିଥିଲେ। ସେ କନେକ୍ସନରେ ଗୋଟେ 7/2025 ୟୁଡି କେସ୍ ରୁଜୁ ହୋଇଥିଲା, ଆଉ PM ପାଇଁ ପଠାଇଥିଲା କରଞ୍ଜିଆ ସବ୍ ଡିଭିଜନାଲ ମେଡିକାଲକୁ। ଆଉ ତାଙ୍କର ଦାବି ଯେ ତାକୁ ମାରି ଦେଇଛନ୍ତି ବୋଲି। ଆଉ ତାର PM ରିପୋର୍ଟ ଆଜି ଆମର ରିସିଭ୍ କରିଛୁ। PMରେ ସିଏ ଫାଶୀ ଦେଇ ଆତ୍ମହତ୍ୟା କରିଛି, ଯାହା କାରଣ ଦେଇଛନ୍ତି ଡକ୍ଟର। ଏ କନେକ୍ସନ ତାଙ୍କୁ ବୁଝେଇ ଦେଇଛୁ, ଆଉ PM ରିପୋର୍ଟ କପି ବି ତାଙ୍କୁ ଦେଇଛୁ। ଏଇଟା ହିଁ କାରଣ। ଇନକ୍ୱାରି ଯାହା ଜଣାପଡ଼ିଛି, PM ରିପୋର୍ଟରୁ ଜଣାପଡ଼ିଛି ସେ ଗଛରେ ଦୌଡ଼ି ଦେଇକି ଆତ୍ମହତ୍ୟା କରିଛି। ନା ମାରଧର କରିନାହାନ୍ତି। ସେମାନେ ଯେତେବେଳେ ଆସିଲେ ତାଙ୍କୁ ବୁଝାସୁଝା କଲାବେଳେ ଠେଲାପେଲା ହେଇଛନ୍ତି। ଆଉ ଏଇ କନେକ୍ସନ ଆମେ ଦେଖୁଛୁ କ'ଣ ବ୍ୟବସ୍ଥା କରାଯିବ କରିବ। ମୟୂରଭଞ୍ଜରୁ ସତ୍ୟବ୍ରତଙ୍କ ରିପୋର୍ଟ, ଏୱାନ୍ ଓଡ଼ିଶା।